ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଶଙ୍ଖାରୀଡିହ ଟିକରସାହିଠାରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଛି। ଏହାର କର୍ତ୍ତା ହେଉଛନ୍ତି ଅଭିନ ସାମଲ। ଏହା 40 ବର୍ଷ ଧରି ଚାଲୁଛି। ଚୈତନ୍ୟ ମହାପ୍ରଭୁଙ୍କୁ ଏହି ନାମଯଜ୍ଞରେ ପୂଜା କରାଯାଇଥାଏ। ଚୈତନ୍ୟ ମହାପ୍ରଭୁ ଭକ୍ତିର ପ୍ରତୀକ। ସେ ହେଉଛନ୍ତି ଭଗବାନଙ୍କ ଅବତାର। ସେ ସବୁବେଳେ କହୁଥିଲେ, କୃଷ୍ଣ ନାମ ଜପ କର, ଏ ଜଗତର ମୁକ୍ତି ମିଳିବ। କଳିଯୁଗରେ ହରିନାମ ହିଁ ମୁକ୍ତି ଦେଇପାରିବ। ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ଭାବର ଓ ଭକ୍ତିର ଠାକୁର। ତାଙ୍କୁ ଦର୍ଶନ କଲେ ଭକ୍ତି ଜାତ ହୋଇଥାଏ। ଛୋଟବେଳୁ ବେଦ ବେଦାନ୍ତ ପ୍ରତି ଆଗ୍ରହ ଥିଲା। ତାଙ୍କୁ ନିମାଇ ଗୌରାଙ୍ଗ ବୋଲି ଡକାଯାଏ। ଭଗବାନଙ୍କୁ କିଭଳି ସେବା କଲେ ମୋକ୍ଷ ପ୍ରାପ୍ତି ହେବ ସେ ବିଷୟରେ ବୁଝାଉଥିଲେ। ଚୈତନ୍ୟ ମହାପ୍ରଭୁ ହେଉଛନ୍ତି କଳି ଯୁଗର ଶ୍ରୀକୃଷ୍ଣଙ୍କ ଅବତାର। ହରିନାମ ଭଜ ନିତାଇ ଗୌର ରାଧେଶ୍ୟାମ ଜପ ହରେ କୃଷ୍ଣ ହରେ ରାମ। ଏହି ହରିନାମ ଶବ୍ଦରେ ଟିକର ସାହି ପ୍ରକମ୍ପିତ ହୋଇ ଉଠୁଥିଲା। ପ୍ରଥମ ଦିନ କଳସାଧିବାସ, ଦ୍ୱିତୀୟ ଦିନ ନାମଯଜ୍ଞ, ତୃତୀୟ ଦିନ ନଗର ପରିକ୍ରମା ହୋଇଥିଲା। ଗୌରାଙ୍ଗ ପୂର୍ବ କାଳରୁ ତ ରହିଛି ତାଙ୍କ ନାମ। ତ୍ରେତୟା ଯୁଗଠାରୁ କଳିଯୁଗ ପର୍ଯ୍ୟନ୍ତ ରହିଛି ତାଙ୍କରି ନାମ। ସେ ହେଇଥିଲେ ରାମଚନ୍ଦ୍ର ହେଇଥିଲେ। ପୁଣି ତାପରେ ଦ୍ୱାପର ଯୁଗରେ ହେଲା କୃଷ୍ଣ ଅବତାର। ତାପରେ କଳିରେ ହେଉଛି ଚୈତନ୍ୟ ମହାପ୍ରଭୁ ରୂପରେ ଅବତୀର୍ଣ୍ଣ ହେଇଛନ୍ତି। ତାପରେ ତାଙ୍କରି ଲୀଳା ଚାଲିଛି ଏଇ ଅଷ୍ଟପ୍ରହରୀ। ସେ ଗୌରାଙ୍ଗ ମହାପ୍ରଭୁଙ୍କର ନାମ ସଂକୀର୍ତ୍ତନ ଚାଲିଛି। କେତେ ବର୍ଷ ଧରି ଅନୁଷ୍ଠିତ ହଉଛି? ଆମର 40 ବର୍ଷ ଉପରକୁ ହେଇଯିବ। ଆଜି କେତେ ପଞ୍ଜା ଆସିଛନ୍ତି? ଆଜି ଆମର 22 ପଞ୍ଜା ଆସିଛନ୍ତି। କୋଉ କୋଉ ପଞ୍ଜା ଭଲ କରିବେ ବୋଲି ଆଶା ରଖିଛନ୍ତି? ଆମର ଯୋଉ କଣ କହିବେ ଗୌରାଙ୍ଗ ମହାପ୍ରଭୁ ବିଷୟରେ? ଗୌରାଙ୍ଗ ମହାପ୍ରଭୁ କହିବାକୁ ଗଲେ ଆମ ଦୀର୍ଘ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଯେଉଁ ନାମ ସଂକୀର୍ତ୍ତନ ଚାଲିଛି, ସେଇଟା ହେଉଛି ନାମ ସଂକୀର୍ତ୍ତନର ଯାଜପୁରରୁ ନରହରି ବିହାରୀଙ୍କ ରିପୋର୍ଟ।